नमस्कार नीलिमा किचन आपण मानक अनेक अनेक स्वागत। आज मु आपण मानक सहित शेयर करी छेना पेड़ा रेसिपी बा संदेश रेसिपी। तेबे भिडियो प्रथम रु शेष पर्यंत देखंतु भल लागिबो। तेबे चलंतु ना आरंभ करिबा आज रही पेड़ा बा संदेश रेसिपी। पेड़ा तैयारी करिवा पई मु एठी 500 ग्राम रो छेना नेइछि। देखंतु ए छेनाटा किंतु गाई क्षीर छेना बहुत किंतु सॉफ्ट हेइछि। ଏବେ ଭଲ ଭାବରେ ଛେନାଟାକୁ କିନ୍ତୁ ଚକଟି ନେବା ଯେମିତିକି ଟିକେ ବି ଗେଟାଳିଆ ନ ରହିବ। ଭଲ ଭାବରେ କିନ୍ତୁ ଚକଟିବାକୁ ହେବ। ଦେଖନ୍ତୁ ଏଇଭଳି ଭାବରେ କିନ୍ତୁ ଚକଟିବାକୁ ହେବ। ଏବେ ଦେଖନ୍ତୁ ଛେନାଟା ଭଲ ଭାବରେ ମଧ୍ୟ ମୁଁ ଚକଟି ନେଇଛି एकदम ଚିକ୍କଣ ଭାବରେ। ଏବେ ଗୋଲ କରି ନେବା ଗୋଟେ ସାଇଡକୁ ମଧ୍ୟ ରଖି ନେବା। ଏବେ ଗ୍ୟାସ୍ ଅନ୍ କରି କଡ଼େଇ ବସାଇ ନେଇଛି। କଡ଼େଇଟା ଭଲ ଭାବରେ ତାତିଲା ପରେ ପକାଇ ନେବା ଗୋଟେ ଚାମଚ ଗୁଆ ଘିଅ। ଘିଅଟା ବି ତାତି ହେଇଗଲାଣି। ଏବେ ପକାଇ ନେବି ମଇଦା 4 ଟେବୁଲ ସ୍ପୁନ୍। ମଇଦାଟାକୁ ଟିକେ ଭାଜି ନେବା, ହାଲକା ଟିକେ ବ୍ରାଉନ୍ କଲର୍ ହେବା ପର୍ଯ୍ୟନ୍ତ ଭାଜିବା। ଏବେ ଦେଖନ୍ତୁ ମଇଦାଟା ବି ଭଜା ଆମର ରେଡ଼ି ହେଇଗଲାଣି। ଏବେ ଗୋଟେ ପ୍ଲେଟ୍କୁ ମଧ୍ୟ ବାହାର କରିନେବି। ସେଇ କଢ଼େଇରେ ଢାଳି ନେବି ଗୋଟେ କପ୍ ପାଣି। ଏବେ ପକାଇ ନେବା 3 ରୁ 4 ଟେବୁଲ ସ୍ପୁନ୍ ମିଲ୍କ ପାଉଡ଼ର। ଏବେ ଗୋଳେଇ ନେବି। ଏବେ ପକାଇ ନେବି ଚିନି ପାଉଡ଼ର। ଚିନି ପାଉଡ଼ର ଏଠି ମୁଁ 1.5 କପ୍ ପକାଇଛି। ତାକୁ ମଧ୍ୟ ଭଲ ଭାବରେ ଗୋଳେଇ ନେବି। ଏବେ ଭାଜିକି ରଖିଥିବା ମଇଦା ତାକୁ ମଧ୍ୟ ପକାଇ ନେଲେ। ଏବେ ସବୁ ଯାକ ଗୋଳେଇ ନେବି। ଏହି ସମୟରେ କିନ୍ତୁ ଗ୍ୟାସ୍ର ଫ୍ଲେମ୍କୁ लो टू मीडियम ହିଁ ରଖିଛି। କିଛି ଡ୍ରାଏ ଫ୍ରୁଟ୍ସ ତାକୁ ମୁଁ ଗୁଣ୍ଡ କରି ନେଇଥିଲି, ତାକୁ ମଧ୍ୟ ପକାଇ ନେଉଛି। ଅଖରୋଟ, ଏବେ ପକାଇ ନେବା ପେସ୍ତା ବାଦାମ। एकदम प्लेन କରିନି, ମାନେ ଦରଦରା ଟାଇପ୍ର କିନ୍ତୁ ମୁଁ ଗୁଣ୍ଡ କରି ନେଇଛି। ଏ ପେଡ଼ାଟା କିନ୍ତୁ ଖାଇବାକୁ ବହୁତ ସୁନ୍ଦର ଟେଷ୍ଟ ଲାଗେ। ତ ଏହାକୁ ମୁଁ ଆଜି ଠାକୁର ପୂଜା ପାଇଁ ଭୋଗ ତିଆରି କରିବା ପାଇଁ ହିଁ ତିଆରି କରୁଛି। ଏବେ ପକାଇ ନେଲି ଛେନା, ଭଲ ଭାବରେ ମିଶାଇ ନେବା। କାଲିଠାରୁ ବି ମୋର ଦେହ ଭଲ ନାହିଁ। କାଲି ବି ଜାଣିପାରିଥିବେ, କାଲି ଯେଉଁ ଭିଡ଼ିଓ ମୁଁ ଛାଡ଼ିଥିଲି କହିଥିଲି ମୋର ଜ୍ୱର, ତଥାପି ତିଆରି ତ କରିବାକୁ ହେବ। ଏବେ ପକାଇ ନେଲି ଗୋଟେ ପିଞ୍ଚ ଫୁଡ୍ କଲର୍। ଏଇଟା ଅପସନ୍, ଆପଣମାନେ ଚାହିଁଲେ ପକାଇ ପାରିବେ, ନହେଲେ ନାହିଁ। ଦେହଟା କିନ୍ତୁ ବହୁତ ବ୍ୟସ୍ତ ଲାଗୁଛି। ଏବେ ଦେଖନ୍ତୁ ଧୀରେ ଧୀରେ କିନ୍ତୁ ପାଣିଟା ବି ଶୁଖିଗଲାଣି। କଣ୍ଟିନ୍ୟୁ କିନ୍ତୁ ଗୋଳେଇବାକୁ ହେବ, ନହେଲେ କିନ୍ତୁ ତଳେ ଲାଗି ହିଁ ଯିବ। କିନ୍ତୁ ପାଖାପାଖି ରେଡ଼ି ହେଇଗଲାଣି। ଏବେ ଗୋଟେ ଜାଇଫଳ ତାକୁ ଟିକେ ଗୁଣ୍ଡ କରି ପକାଇ ନେବେ। ତାର ଫ୍ଲେଭରଟା କିନ୍ତୁ ବହୁତ ସୁନ୍ଦର ଆସିବ। ଏବେ ପକାଇ ନେବା କିଛି ଅଳେଇଚ ପାଉଡ଼ର। ବାସ୍, ଏବେ ଭଲ ଭାବରେ ମିଶାଇ ନେବା। ଆଉ କିନ୍ତୁ ଅଳ୍ପ ସମୟ ଟିକେ ହେବ। କଡ଼େଇରୁ ଛାଡ଼ିଗଲା ମାନେ ଜାଣିବେ ଯେ ହେଇଯାଇଛି ବୋଲି। ଦେଖନ୍ତୁ କେତେ ସୁନ୍ଦର ଭାବରେ କିନ୍ତୁ ବହୁତ ଅଳ୍ପ ସମୟରେ କିନ୍ତୁ ଏ ପେଡ଼ା ରେସିପି କିନ୍ତୁ ଆମର ରେଡ଼ି ହେଇଗଲାଣି। ଦେଖନ୍ତୁ କଡ଼େଇରୁ ଛାଡ଼ି ହେଇଗଲାଣି। ଏ କିନ୍ତୁ ଆମର ରେଡ଼ି ହେଇଗଲାଣି। ଏବେ କିନ୍ତୁ ଗ୍ୟାସ୍ଟାକୁ କିନ୍ତୁ ବନ୍ଦ କରିନେବା ଏବଂ ଗୋଟେ ପ୍ଲେଟ୍କୁ ମଧ୍ୟ ମୁଁ ଅଜାଡ଼ି ନେବି। ଏବେ ଦେଖନ୍ତୁ ପ୍ଲେଟ୍କୁ ମଧ୍ୟ ବାହାର କରି ନେଇଛି। ଏବେ ବି ଗରମ ଅଛି, ଟିକେ ଥଣ୍ଡା ହେଲେ ମିଠାଟା ତିଆରି କରିବି। ଖେଳେଇ ନେଉଛି ପ୍ଲେଟ୍ ସାରା। ଏବେ ଥଣ୍ଡା ହେଇଗଲାଣି। ଏବେ ହାତ ସାହାଯ୍ୟରେ ଏଭଳି ଭାବରେ ଟିକେ ଟିକେ ଚକଟି ନେଉଛି। ବେଶୀ ଚକଟିବା ଦରକାର ନାହିଁ, ହାଲକା ଟିକେ। ତାପରେ କିନ୍ତୁ ଗୋଲ ଗୋଲ ଆକାରରେ କାଟି ନେବି। ଏ ଯେଉଁ ଛେନାଟା ଏତେ ଘିଅ ତା ଦେହରେ, ମୁଁ ବି ଆଉ ଜାଣିନଥିଲି ଏତେ ଘିଅ ବୋଲି। ଦେଖନ୍ତୁ କେତେ ଘିଅ ଜଣାପଡ଼ୁଛି। ଏବେ କିନ୍ତୁ ଗୋଲ ଗୋଲ କରି ନେବା ଆଗ।
ଆପଣଙ୍କ ପସନ୍ଦ ଅନୁସାରେ ଛୋଟ ବଡ଼ ମଧ୍ୟ କରିପାରିବେ। ମୁଁ ଏଇଭଳି ଭାବରେ ହିଁ ବଡ଼ ସାଇଜ୍ର ଟିକେ କରିଛି। ଏବେ 2 ହାତ ସାହାଯ୍ୟରେ ଗୋଲ କରିନେବା। ଆଗ ସବୁଯାକ ଗୋଲ କରିନେବି, ତାପରେ କିନ୍ତୁ ସେପ୍ ଗୋଟାଇ ଦେବି। ଏମିତି ଗୋଲ କଲେ ବି ଚଳିବ, ତ ଟିକେ ଦେଖିବାକୁ ଭଲ ହେବ। ତ ମୁଁ ଗୋଟେ ଡିଜାଇନ୍ ମଧ୍ୟ ମୁଁ ତିଆରି କରିନେବି। ଗୋଲ କରି ସାରିଲା ପରେ ମଝିରେ ଗୋଟେ ଆଙ୍ଗୁଠି ସାହାଯ୍ୟରେ ହାଲକା ଟିକେ କଣା ତ ନୁହଁ, ଟିକେ ପ୍ରେସ୍ କରି ନେଉଛି ଚେପ୍ଟା ଟାଇପ୍ର। ବାସ୍, ଏକୁ ସାଇଡ଼୍ କରିନେବା। ଏଇଭଳି ଭାବରେ କିନ୍ତୁ ସବୁଯାକ ଆଗ ଗୋଲ କରିନେବେ। ଦେହଟା ବି ବହୁତ ବ୍ୟସ୍ତିଆ ଲାଗୁଛି, ଭଲ ଲାଗୁନି ବି ଜମା। ଦେଖନ୍ତୁ ସବୁଯାକ ମଧ୍ୟ ତିଆରି କରିନେଇଛି। ତ ଏବେ এইଭଳି ଭାବରେ ରହିଲେ ବି ହେବ। ତ ଆଉ ଗୋଟେ ଡିଜାଇନ୍ ମୁଁ ଦେଇଦେବି। ମୁଁ ଗୋଟେ ଚାମଚ ନେଇଛି। ଏବେ ଗୋଟେ ମିଠାକୁ ହାତରେ ଉଠାଇବା, ଆଉ ଟିକେ ସାଇଡ଼୍ ଏଇଭଳି ଭାବରେ ଟିକେ କରିନେଲି। ଗାର ଗାର ଟାଇପ୍ର ଦେଇଦେବା ଏଇଭଳି ଭାବରେ। ଦେଖିବା କିନ୍ତୁ ବହୁତ ସୁନ୍ଦର ଲାଗିବ। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। এইଭଳି ଭାବରେ କିନ୍ତୁ ସବୁଯାକ ଗୋଟେ ସେପ୍ ଦେଇଦେବି। ସବୁଯାକ ମିଠାର ମୁଁ ସେପ୍ ଦେଇଦେଇଛି। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ଏବେ ମଝିରେ ରଖିନେବି ଲବଙ୍ଗ ଗୋଟେ ଗୋଟେ, ଆହୁରି କିନ୍ତୁ ସୁନ୍ଦର ଦେଖାଯିବ। ଦେଖନ୍ତୁ ହାଲକା ଟିକେ ଦାବି ନେବା, ବାସ୍। এইଭଳି ଭାବରେ କିନ୍ତୁ ସବୁଯାକ ଆଗ ଲଗେଇ ନେବି। ଦେଖନ୍ତୁ ସବୁଯାକ ପେଡ଼ାରେ ମୁଁ ଲଗେଇ ନେଇଛି। ଦେଖିବାକୁ କିନ୍ତୁ ବହୁତ ସୁନ୍ଦର ଦେଖାଯାଉଛି। ଦେଖନ୍ତୁ ଏ ମିଠାଟା ଆଜି ତିଆରି କରିଛି ଠାକୁର ପୂଜା ପାଇଁ, ଭୋଗ ପାଇଁ। ଦେଖନ୍ତୁ କେତେ ସୁନ୍ଦର କିନ୍ତୁ ଦେଖାଯାଉଛି। ତ ଇଏ କିନ୍ତୁ ପ୍ରସ୍ତୁତ ହୋଇଗଲା ଆଜିର ପମ୍ପକିନ୍ ପେଡ଼ା ରେସିପି। ଆଜିର ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରିବାକୁ ଜମା ବି ଭୁଲିବେନି। ଆଉ ଯଦି ଭିଡ଼ିଓଟି ଭଲ ଲାଗେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବେ। ଏମିତି ଆହୁରି ନୂଆ ନୂଆ ନୋଟିଫିକେସନ୍ ପାଇବା ପାଇଁ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବେ। ତାହେଲେ ଆଜି ପାଇଁ ରହୁଛି, ପୁଣି ଦେଖାହେବ ଆଉ ଏକ ନୂଆ ଭିଡ଼ିଓରେ। ଭଲରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ। ନମସ୍କାର।